ଭଲ ଅଛ? ଆଜି ଗୋଟେ ନୂଆ ଖେଳ ଖେଳିବା। ଖେଳ ନା କଣ କହିଲ? ସୁଶୀଲା କାଉ ଗପ। ଏଇଟା କଣ ଜାଣିଛ? ଆ ରଙ୍ଗ କଣ? ଦେଖିଛ କାଉ? କାଉ କେମିତି ବୋବାଏ? ଆଜି କାଉ ବିଷୟରେ ଗୋଟେ ଗପ କହିବି, ଶୁଣିବ? ଗପ କାହାକୁ ଭଲ ଲାଗେ ହାତ ଟେକ। ସମସ୍ତଙ୍କୁ? ଶୁଣ। କାଉଟିଏ ଉଡ଼ି ଉଡ଼ି ଯାଉଥିଲା ହେଲା, ତାକୁ ଭାରି ଶୋଷ ହେଲା। ସେ କ'ଣ କଲା, ଗୋଟେ ଏଇଟା କ'ଣ ମାଠିଆଟେ ଦେଖିଲା। ମାଠିଆ ଭିତରେ ଅଳ୍ପ ପାଣି ଅଛି। ସେ କ'ଣ କଲା, ଉଡ଼ି ଉଡ଼ି ସେ ଯାଉଥିଲା କାଉଟା, ଦେଖିଲା ମାଠିଆରେ କ'ଣ ଅଛି, ଅଳ୍ପ ପାଣି ଅଛି। ସେ ଥଣ୍ଟ ବୁଡ଼େଇଲା, ତା ଥଣ୍ଟ କ'ଣ ହେଲା, ପାଇଲାନି। ସେ କ'ଣ କଲା, ଏଇଠୁ ଗୋଟେ ଗୋଟେ ଗୋଡ଼ି ନେଇକି ଏମିତି ତା ଥଣ୍ଟରେ ପକେଇଲା। ଯେତେବେଳେ ଏମିତି ଗୋଟେ ଗୋଟେ ଗୋଡ଼ି ନେଇକି ପକେଇଲା, କ'ଣ ହେଲା କହିଲ? ମାଠିଆରେ ପାଣି ଉପରକୁ ଉଠିଲା। ଯେତେବେଳେ ମାଠିଆର ପାଣି ଉପରକୁ ଉଠିଲା, କାଉ କ'ଣ କଲା, ପାଣି ପିଇକି ମନ ଖୁସିରେ ଉଡ଼ି 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 ଗଲା। ହେଲା, ଏଥିରୁ ତମେ କ'ଣ ଜାଣିଲ? କାଉର ବୁଦ୍ଧି, ତା ବୁଦ୍ଧି ଦ୍ୱାରା ସିଏ ପାଣି ପିଇଲା। କାହାକୁ ଆସିଛି ଏଇ ଗପ? ଦେଖି ହାତ ଦେଖିଲ। ମତେ କହିଲୁ ପୁତୁଲୁ। କାଉଟି ଉଡ଼ି ଉଡ଼ି ଯାଉଥିଲା, ତାକୁ ଭାରି ଶୋଷ ଲାଗିଲା। ଦେଖିଲା ମାଠିଆରେ ଅଳ୍ପ ପାଣି ଅଛି, ତା ଥଣ୍ଟ ପାଇଲାନି। ସେଥିପାଇଁ ତା ପାଖରେ କେତେ ଗୋଡ଼ି ଥିଲା, ସେଥିପାଇଁ ସେ ପକେଇଦେଲା ମାଠିଆରେ। ସେ ଗୋଡ଼ି ପକେଇଲା, ତାର ମାଠିଆ ପାଣି ଉପରକୁ ଉଠିଲା। ସେ ପାଣି ପିଇଲା। ସେ ପାଣି ପିଇକି ଉଡ଼ି ଉଡ଼ି ଗଲା। ତମେ ତାଳି ମାର ସବୁ।